ରାଜପଥ ମୋବାଇଲ ଲୁଟେରାଙ୍କୁ ଧରିଛି ବଡ଼ଚଣା ପୋଲିସ। 16 ନମ୍ବର ଜାତୀୟ ରାଜପଥରେ ମାତିଛନ୍ତି ହାଇୱେ ଲୁଟେରା। ଏମାନେ ସାଧାରଣତଃ ଜାତୀୟ ରାଜପଥ ଦେଇ ଯାଆସ କରୁଥିବା ବାଇକ୍ ଆରୋହୀଙ୍କୁ ବିଭିନ୍ନ ହୋଟେଲମାନଙ୍କୁ ନିକଟରେ ବିଶ୍ରାମ ନେଉଥିବା ଯାତ୍ରୀମାନଙ୍କୁ ଏମାନେ କରିଥାନ୍ତି ଟାର୍ଗେଟ। ଅଭିଯୋଗ ଅନୁଯାୟୀ ବରଗଡ଼ ଜିଲ୍ଲା ଲାଉମୁଣ୍ଡା ଅଞ୍ଚଳର ଲିପ୍ସା ସିଦ୍ଧା ନାମକ ମହିଳା ଜଣକ ଅପ୍ସରା ହୋଟେଲ ନିକଟରେ ଖାଇ ବିଶ୍ରାମ ନେଉଥିବା ସମୟରେ ଗାଡ଼ି ଭିତରୁ ଦ୍ରୁତ ଗତିରେ ଆସି ମୋବାଇଲଟିକୁ ଝାମ୍ପି ନେଇ ଯାଇଥିଲେ। ତୁରନ୍ତ ଏନେଇ ବଡ଼ଚଣା ଥାନାରେ ଅଭିଯୋଗ କରିବା ସହ ତୁରନ୍ତ ଥାନାଧିକାରୀ ଅଭିଯୋଗକାରୀଙ୍କ ମୋବାଇଲଟିକୁ ଟ୍ରାକିଂ କରି କଟକ ସାଲେପୁର ଅଞ୍ଚଳର ଟ୍ରିଲା ଅଞ୍ଚଳର ଶେଖ୍ ନଇମୁଦ୍ଦିନ ଓ ଶେଖ୍ ଅଜିତ ଉଦ୍ଦିନକୁ ଠାବ କରିବା ସହ ତାଙ୍କଠାରୁ 12 ଗୋଟି ମୋବାଇଲ ସହ ଏକ ୟାମା ମୋଟରସାଇକେଲ ଗାଡ଼ି ଜବତ କରିଛନ୍ତି। ଏନେଇ ବଡ଼ଚଣା ଥାନାରେ 254/26ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ସୁବ୍ରତ ପ୍ରଧାନ ସୂଚନା ଦେଇଛନ୍ତି। ଏମାନେ ସାଧାରଣତଃ ବଡ଼ଚଣା, ଚଣ୍ଡିଖୋଲ, ଛତିଆ, କଟକ ଅଞ୍ଚଳରେ ହାଇୱେରେ ଯାଆସ କରୁଥିବା ଯାତ୍ରୀମାନଙ୍କ ଉପରେ ଲୁଟ୍ କରି ବିଭିନ୍ନ ବଣ, ପାହାଡ଼, ଜଙ୍ଗଲ ଦେଇ ଖସି ଯିବାକୁ ପ୍ରୟାସ କରିଥାନ୍ତି। ଅସ୍ମିତା ଖବର।